आपण ठीक समय से आओ गारे पहुंचे। अच्छा अच्छा কথা কর কি কোন আজ আম গারে অষ্টপ্রহর নামযজ্ঞ অষ্টপ্রহরী নামযজ্ঞ 24 ঘন্টা নামযজ্ঞ। আচ্ছা আচ্ছা তাহলে ସେଥିପାଇଁ ସାଧୁ ଦୁଇ ମୂର୍ତ୍ତି ଦରକାର ଥିଲେ। ଆଚ୍ଛା ଆଚ୍ଛା ତାହେଲେ ସାଧୁ ଦୁଇଟା ମିନିଟ୍ ଦରକାର ଥିଲା। ଆପଣ ତ ଆସିଛନ୍ତି ଆପଣ ତ ଆସିଛନ୍ତି ହଁ ଆପଣ ରହିଯାନ୍ତୁ। ହଁ ଆମେ ରହିବୁ ଯେ ଆମର ଗୋଟେ ସର୍ଟ ଅଛି। ଆପଣଙ୍କର ଗୋଟେ ସର୍ତ୍ତ ଅଛି? ହଁ ତାହେଲେ କୁହନ୍ତୁ କଣ ସର୍ତ୍ତ? ଆମେ ଯୋଉ ସ୍ଥାନରେ ରହିବୁ ସେ ସ୍ଥାନରେ ନାରୀ ନଜର ପଡିବ ନାହିଁ। ଓହୋ ତାହେଲେ ଆପଣ ଯୋଉ ସ୍ଥାନରେ ରହିବେ ସେଠି ନାରୀ ନଜର ପଡିବ କେବେ ପଡିବନି। କୋଉଠି ଆପଣ ସିଦ୍ଧ ଯୋଗୀ ଆଚ୍ଛା ଆମ ପରା ସିଦ୍ଧି ହବା ଆଦମରୁ ସିଦ୍ଧ ଯୋଗୀ ଆଦମରୁ ସିଦ୍ଧି ତାହେଲେ ଜନ୍ମରୁ ନାରୀ ନଜର ପଡିନି ପଡିନି ସେଥିପାଇଁ ଜାଗା ଠିକ କରିବାକୁ ପଡିବ। ହଁ ପଡିବ ନା। ଆଚ୍ଛା ଅଛି ଆମ ଗାଁର ପଶ୍ଚିମ ପଟେ ହଁ ଗୋଟେ ଘର ଅଛି ଆଚ୍ଛା ତାର ଦିଟା ଦ୍ୱାର ହଁ
ଗୋଟେ ପ୍ରବେଶ ଦ୍ୱାର ଆଉ ଗୋଟେ ପ୍ରସ୍ଥାନ ଦ୍ୱାର। ସେଇଠି ରହିଛି ଯଦି କୌଣସି ପୁରୁଷ ବା ମହିଳା ଏଠି ପ୍ରବେଶ କରିବା ପାଇଁ ଚାହାନ୍ତି ଆମ ପ୍ରସ୍ଥାନ ପ୍ରସ୍ଥାନ ଦେଇ ଆପଣ ପଳେଇ ତାହେଲେ ଯାଅ। ଠିକ ଅଛି। ଠିକ ଅଛି। ତାହେଲେ ମୁଁ କ୍ଷମ କରୁଛି। ହଁ, ଯାଅ। ଧର୍ମ ନାଟରେ ମାଉସୀ ଏ ପୁଅ ତତଳିଲ ଏ ପୁଅ ତତଳି ଯଦି ପୁଅ ବୋଲି ମତେ ନଦେବୁ ବିଗାଡ଼ି। মন্দ বিকারমে ধিলালি রে মন্দ বিকারমে পতি বিনা নারী ঘর গো পতি বিনা নারী ঘর নাহি গতি রে মন্দ বিকারমে কান্ত অঙ্গ সঙ্গ দিনে গো কান্ত অঙ্গ সঙ্গ দিনে হরি নাই মোচনে জীবন ন যাই বর জীবন ন যাই বর পক্ষী রহি রে মন্দ বিকারমে যোগী কুলে হই যাতা গো যোগী কুলে হই যাতা যোগী হইলি মত ফেটাইতে পাখি রাখো গো ফেটাইতে পাখি রাখো রাধা খাই রে মন্দ বিকারমে
ମଉସା ହଁ ମୋର ଗୋଟେ ଯୋଗୀ ଏଇପଟେ ଯିବାର ଦେଖିଛନ୍ତି କି ମଉସା? ତୋର ଗୋଟେ ଯୋଗୀ ହଜି ଅଛି ତୁ ତାହେଲେ ଯୋଗୀ ଅଛ ହଁ ମଉସା ମୁଁ ଯୋଗୀ ଅଛି। ସେ କଣ ତୋ ସ୍ୱାମୀ? ହଁ ମଉସା ସେ ମୋ ସ୍ୱାମୀ। ଓହୋ ସେ ତୋ ସ୍ୱାମୀ ତୋ ତା ସ୍ତ୍ରୀ ନାଇଁ କି? ହଁ ମଉସା ତାହେଲେ ସେ ହଜି ଯାଇଛି ନାଇଁ? ହଁ ମଉସା। ଓହୋ କେତେ ଦିନ ହେଲା ହଜି ଯାଇଥିଲେ ଝିଅ? ମଉସା 8 ମାସ ହେଲା ହଜିଲେଣି। 8 ମାସ ହେଲା ହଜିଲା ନାଇଁ? ହଁ ମଉସା ହଉ ଶୁଣୁ ପିଲା ଜଣେ ଯୋଗୀ ଭିକ୍ଷା ମାଗିବା ପାଇଁ ଆସିଥିଲେ ହଁ ମଉସା ସେ ଖାଲି ଯିବା ପାଇଁ ତରତର ହଉଛି ବୁଝିଲୁ କି? ହଁ ମଉସା ମୁଁ ତା ରୂପକୁ ଦେଖି ଭାବିଲି ଇଏ ବୋଧେ କିଛି ଗୋଟେ ଲକ୍ଷ୍ୟ ନେଇକି ଆସିଛି ମଉସା ଗୋଟେ କାମ କରେ ମଉସା ତୁ ମୋ କଥା ମାଗିକି ଲୁଚିକି ବହ ହଁ ମୁଁ ତାକୁ ଡାକିବି ବୁଝିଲୁ କି? ହଁ ମଉସା ଯଦି ସେ ତୋ ସ୍ୱାମୀ ହେଇଥିବ ତାହେଲେ ତାକୁ ସିଧା କୁଣ୍ଢେଇକି ଧରିକି ପଛକୁ ହଁ ମଉସା ଏଠି ଆଉ ଯଦି ସେଇ ନଥିବ ତାକୁ ଜମା କୁଣ୍ଢେଇବୁନି ନାଇଁ ମଉସା ଝିଅ ମତେ ବାପ ଲାଗିବ ହଉ ତୁ ଗୋଟେ କାମ ଡାକି କର ଦିଅନ୍ତୁ ମଉସା ହଁ ଟିକେ ଡାକି ଦିଅନ୍ତୁ। ଡାକିଦେବି ଡାକିବି ଯେ ହଁ ଯଦି ସେ ପ୍ରକୃତରେ ତୋ ସ୍ୱାମୀ ହେଇଥିବ କୁଣ୍ଢେଇକି ଧରିବୁ ଆଉ ଜମା ଛାଡ଼ିବୁନି ନା ଏଠି ଝିଅ ହାତରୁ ଗଲେ ଖସି ତାରା ଗଣକୁ ବସି ଆଉ ତାରା ନାହିଁ ଗୋଟିକିଆ ସୂର୍ଯ୍ୟକୁ ଉଣ୍ଡି ଉଣ୍ଡି ତ ଦିନ ପଳେଇବ ଡାକନ୍ତୁ ମଉସା। ହଉ ଏଇଠି ଲୁଚିକି ଟିକେ ବହ ମୁଁ ଡାକି ଦଉଛି ବୁଝିଲେ ବାବାଜୀ ମାସ ଆମ ଗାଁରେ ଭୀଷଣ ଗଣ୍ଡଗୋଳ ହେଇଗଲା ସ୍ଥାନ ପରିତ୍ୟାଗ କରି ପଳେଇ ଯାଆନ୍ତୁ ତମ ଗାଁରେ ଗଣ୍ଡଗୋଳ ହେଇଗଲା ଭୀଷଣ ଗଣ୍ଡଗୋଳ ତମେ କେବେ ମିଛ ଲୋକ କି? ଜମା ମିଛ କହୁନି କାଲିଠୁ ତ ମୁଁ ଦେଖୁଛି ଭାରି ଶାନ୍ତଶୀଳ ଗାଁ ହଁ। ଆଜି ରାତିରେ କହୁଛ ଗଣ୍ଡଗୋଳ ହେଇଗଲା। ନାଇଁ ଶାନ୍ତି ଶୃଙ୍ଖଳାରେ ଗାଁର ପୁରୁଣା ରେକର୍ଡ ଅଛି ହଁ। ବୁଝିଲେ କି ଏ କଣ ଟିକେ ସାମାନ୍ୟ ଗଣ୍ଡଗୋଳ ହେଇଗଲା ଆଉ ଆଚ୍ଛା, ଆଚ୍ଛା। ତେଣୁ ମୁଁ ଭାବିଲି ହଁ। ଆପଣ ତ ବାହାର ଲୋକ ଆମ ଗାଁ ଗଣ୍ଡଗୋଳ କାହିଁ ଭାଗ ନେବେ ନାଇଁ ନାଇଁ ଆମ ଭାଗ ନେବାର ନାହିଁ। ଦରକାର ନାହିଁ ତେଣୁ ଆପଣ ଶୀଘ୍ର ପଳେଇ ହଁ ଯାଅ ଆମେ ପଳେଇବା ଯେ ହଁ। ଆପଣଙ୍କ ଗାଁରେ ଯୋଉ ଗ୍ରହଟା ଅଛି ହଁ। ଟିକେ ନାମ ସଂକୀର୍ତ୍ତନ ହେଲେ ହଁ। ସେ ଗ୍ରହଟା ପଡିବ। ତାହେଲେ ନାମ ସଂକୀର୍ତ୍ତନରେ ପଳେଇବ ହଁ କେତେ ଚେଷ୍ଟା କରି ତ ଯାଇପାରୁନି କେଜାଣି ନାମ ସଂକୀର୍ତ୍ତନ ଟିକେ କରିବା ଦେଖିବା ଆଉ ଟିକେ ଦେଖିବା ହଉ ତାହେଲେ ନାମ ସଂକୀର୍ତ୍ତନ କରିବା। ଅଳ୍ପ ଟିକେ ନାମ ସଂକୀର୍ତ୍ତନ କରି ଶୀଘ୍ର ଚାଲି ଯାଆନ୍ତୁ ହଁ ହଁ ହଉ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ହରେ ରାମ ହରେ କୃଷ୍ଣ ଶ୍ରୀ ରାଧେ ଗୋବିନ୍ଦ। ଏଠି ରକ୍ତଚାପ ବଢିବ ରୋଗ ହବ ସେଠି ଧୀର ହବ ହେଲା କଣ ହେଲା କଣ ମୁଁ ପଚାରୁଛେ ନାରୀ କେସ୍ ଏ ନାରୀ କିଏ ସେ ହଁ ଏ ନାରୀ କିଏ ସେ କିଛି ଜାଣି 13 ଦିନ ହେଲା ଆଜିକି ମୋ ପଛରେ ଲାଗିଛି। ସେ ନାରୀ ଆଗ ଆସିଲା ପଛପଟ ଟିକେ ଦେଖିଲା ତଥାପି ତା ମନରେ ସନ୍ଦେହ ଦୂର ହେଲାନି ତେଣୁ ବାଁ ପଟ ଦେଖିଲା ତଥାପି ସନ୍ଦେହ ଦୂର ଡାହାଣ ପଟକୁ ଦେଖିଲା ବୁଝିଲେ କି ସନ୍ଦେହ ଦୂର ନ ହେଲାରୁ ସିଧା ଆଗ ପଟକୁ ଯାଇକି ମୁହଁକୁ ଦେଖିକି ଚିହ୍ନିଲା ତାପରେ ପଛପଟୁ କୁଣ୍ଢେଇକି ଧଇଲା ତୁମକୁ ଅଭିଶାପ ଗୋପନ ନାହିଁ। ତାପରେ କହିଲା ନାରୀ କିଏ ମୁଁ ଜାଣିନି ଇଏ ପରେ ତମର ସେଇ କନ୍ୟା ଏକା ହାରରେ ଚୁଧି ଗର
ତୁ ସିନା କହୁଛୁ ସିଏ ତ ସ୍ୱାମୀ ବୋଲି ହଁ ସିଏ କିନ୍ତୁ ତତେ ଦେଖିଲେ 12 ହାତ ଛିଟୁକୁ ଛିଟୁଛନ୍ତି ହଁ ପରା ବୁଝିଲୁ ହଁ ମଉସା ସେ ପ୍ରକୃତ ତ ସ୍ୱାମୀ ନି ଆଜି ଶେଷ ଦିନ ନେଇକି ଯିବି ନା ଆଉ ନେଇକି ଯିବୁ ହଁ, ଏଠି ହଁ। ଯଦି ଗୋଟେ ପ୍ରମାଣ ଦବୁ ହଁ। ମୁଁ ତୋ ବଟିଆ ଅଛି ହଁ। ଯଦି ଗୋଟେ ପ୍ରମାଣ ଦେଇଦବୁ ସେ ତ ସ୍ୱାମୀ ବୋଲି ହଁ। ଆଜି ତ ପଣ ଦୋକାନରେ ତାକୁ ବାନ୍ଧିକି ଛାଡ଼ିବି ମଉସା ଦେଖିକି ତାହେଲେ ନେଇକି ପ୍ରମାଣ ଅଛି। ଦଉଛି। ପ୍ରମାଣ ରଖିଛୁ ହଁ। ଦେଖି ଆରମ୍ଭ କଲୁ ଦେଖ କହିଲି ଆଷାଢ଼ରେ ମେଘ ରହି ରହି ଗଛର ପତର ଝଡ଼ି ପଡ଼ଇ କହିଆରେ ଫୁଟେ କହି ଭୁଲ ତତେ ଖାଇ ରସିକ ନାଗର କରିଦେଲ ମତେ ପାଇ ଏହି ଯୋଗୀ ମୋର କପିଲ ମଉସା ଏହି ଯୋଗୀ ମୋର ହଁ ନିଜକୁ ସିଦ୍ଧ ଯୋଗୀ ବୋଲି କହୁଥିଲା ହଁ ଏ ଆଷାଢ଼ ମାସରୁ କିଣା ଆରମ୍ଭ କରିଦେଲା ତାହେଲେ ମୁଁ କହୁଛି ଶୁଣ ତାହେଲେ ଅଛି ଆହୁରି ହଁ ଅଛି ନା ଏ ଶ୍ରାବଣ ମାସରେ ଝଡ଼ି ବରଷା ଲାଗିଥିଲା ଧନ ରୁହ ବେଉସା ପଡ଼ିଥିଲା ଇନ୍ଦ୍ରଧନୁ କିଏ ପୂଜା ମୂଳେ କଥା ଦିଆଇଲା ପାଶୁରୁ ଦେବୁ କି ବଳି ଏ ବୋଳା କାହା ବାଳା ହେ ସୁଚନେ ଏ ବୋଳା କାହା ବାଳା ଯୋଗୀ ପୁଅ ଶ୍ରାବଣ ମାସ ଧାନ ରୁଆ ଟାଇମ ଲୋକ ଧାନ ରୋଉଛନ୍ତି ଆମେ ତୀର୍ଥ କରୁଛୁ ତମେ ଦି ଜଣ କିଆ ବୋଲା ଭଳି ବସି ଧାନ ରୋଉଛ ଆଉ ନାଇଁ କି ଦେଖିଲୁ ଝିଆ ତା ମୁହଁରେ କେମିତି କଥା ଆଦାୟ କଲି ରାଜି ହେଲେନ ଟିକେ ଟିକେ ରାଜି ହବନି ଗହଣାକୁ ଅଛି ଆଇତ ତାର ମଉସା ଆଚ୍ଛା ଏତିକି ପ୍ରମାଣ ଆଉ କିଛି ଅଛି ଆହୁରି ଅଛି ନା ଭାଦ୍ର ମାସ କଥା ଅଛି ଦେଖି ଭାଦ୍ରବ ମାସରେ ଖୋସାରେ ପଣି ଟୋକି ବୁଆସୁଣି ଗୋସେଇ ପୁଣି ହୋଇଦେଲ ତମେ ଖାବେ କବାଟ କଣରେ ଆଖି ଠାରା ଧରି ପାସରି ଦେଲ କିଏ ବେ ହସ୍ତେ ଘେନି ଦିନେ ଖାଳ ମଉସା ହସ୍ତେ ଘେନି ଦିନେ ଖାଳ ମିଠା ମାଗି ଆସି କଲେ ଜଞ୍ଜାଳ ଉଡ଼ାଇଲେ ଜାତି ଗୁଣା ନିଜକୁ ଶୁଦ୍ଧ ଯୋଗୀ ବୋଲି କହୁଛ ଏରେ କବାଟ କଣ ରହିକି ଆଖି ମାରୁଛ ନାଇଁ କି? ଯାହା ମିଛ ହେ ମିଛ କଥା କହୁଛି ନାଇଁ ନାଇଁ ସେ ମିଛ କହିବ ଏ ସତ ମିଛ ଠିକ ଅଛି ନା ଆଉ କିଛି ଆଗକୁ ଅଛି ନା ଆହୁରି ଅଛି ତାହେଲେ କହୁଛି ଶୁଣ ଦେଖି ଆଶ୍ଵିନ ମାସରେ ଦେବୀ କରବ କଉଡ଼ି ଖେଳରେ ଗେଲ କରବ ଅନ୍ଧାର ରାତିରେ ତାରା ମଙ୍ଗଳ କୋଠିରେ ନିୟମ କରାଇ ମୁଣ୍ଡ ଛୁଇଁଥିଲୁ ପେର ରାଜା ଫେରିବା ଆମ ପାଶୁଆଏ ଶମ୍ଭୁ ରାଜା ରାଜା ଫେରିବା Raja
ଆରେ ଯୋଗୀ ପୁଅ ମଙ୍ଗଳା କୋଠରେ ମୁଣ୍ଡ ଛାକି ନିୟମ କରିଛ ଆରେ ଦେଖିଲେ 12 ହାତ ଛିଟୁକୁଛ ନାଇଁ କି ତ ଝିଅ ଏତିକି ଅଛି ନା ଆଉ କିଛି ପ୍ରମାଣ ଅଛି ନାଇଁ ଆହୁରି ପ୍ରମାଣ ଅଛି ରାଜ୍ୟ ହଉନାହାନ୍ତି ଆଉ କାର୍ତ୍ତିକ ମାସରେ ଅଛି ଜମା ତ ରାଜି ହେବିନି ଆଉ ଦେଖି କାର୍ତ୍ତିକ ମାସରେ ହବିଷ ଭାତ କରିଥିଲି କେତେ ସହିତ ଭାତ ଏମିତି ହର ଚଣ୍ଡୀ ମୁଣ୍ଡ ଧରିବାଠୁ ଚୁମିଲା ବେଳକୁ ହଲି ଯାଉଥାଏ ତମେ ମଉସା ଦିନେ ଝୁଲା ମଣି ଘେନିଲ ମଉସା ଦିନେ ଝୁଲା ମଣି ঘাটে মতে কলে তাই নিল ধরিব পড়ন্ত মানে আরে যোগী পুଅ ହଁ ବର୍ଷକ 12 ମାସ 12 ମାସ ମାସ ଶ୍ରେଷ୍ଠ କାର୍ତ୍ତିକ କାର୍ତ୍ତିକ ମାସ ବର୍ଷ ଯାକରେ ଯେତକ ପାପ କରିଥିବ ସବୁ ଜାଗା କାର୍ତ୍ତିକ ମାସରେ ଧୋଇ ହେଇଛି କାର୍ତ୍ତିକ ମାସରେ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାମକୁ ଯାଇକି ତୀର୍ଥ କରିଦେବ ତାହେଲେ ସବୁ ପାପ ଧୋଇ ଧୋଇ ହେଇଯିବ ହେଲେ ତମେ ସେଠିକି ଯିବ କଣ ଜଳ ତୋଠରେ 2 ଜଣ ଯାକ ତୀର୍ଥ ଆଜି କରିବ ଇଏ ହଉଛି ଅପୂର୍ବ ତୀର୍ଥ ହଁ ପରା ହଉ ଏଇ କାର୍ତ୍ତିକ ଶେଷ ନା ମାର୍ଗଶିର କିଛି ଅଛି? ଅଛି ନା ଛାଡିବି କି ଆଜି ଆଜି ଶେଷ ରାତି ଆଉ ହଉ ଦଶଟା ଛାଡିବାର ନାହିଁ ହେଲା ଏ ପୂଜା ଗୁରୁବାର କ୍ଷୀରି କାକେରା ଥିଲ ବଳେ ପଡେ ନୂଆ ଡାକେରା ପାଶୁର ଦିଅନ୍ତି ଛାଡି ନୂଆ ଯାଇ ଯଦି ପୁରୁଣା ଘଣ୍ଟା ନୂଆ ଯାଇଥାନ୍ତି ମୁଇଁ ସନ୍ୟାସିବି ବେଶୀ ସୁଗମେ ମୁଇଁ ସନ୍ୟାସିବି ବେଶୀ ମଉସା ଧୀରେ ଧୀରେ ରାଜି ହେଲାଣି ହେଲେଣି ତ ଆଉ ଟିକେ ପ୍ରମାଣ ମିଳିଗଲେ ସମ୍ପୂର୍ଣ୍ଣ ନେଇକି ଯିବ ଆଉ ନେଇକି ଯିବେ ତ ଦେଖି ମଉସା ହଁ। ତାହେଲେ ମୁଁ କହିବି ହଁ ଶିଶିର ପବନ ପୌଷ ମାସରେ ପୋଷା ବସିଥିଲେ ଆଇ ପାତାରେ ଥିବ କି ନଥିବ ମନେ ଝୁରି ଝୁରି ତାକୁ କ୍ଷୀଣ ହୋଇଲାଣି ମନେ ପଡୁନାହିଁ କି ଚାରି ପଡ଼ିଶା ସାଥିରେ ଲୋ ମଉସା ଚାରି ପଡ଼ିଶା ସାଥିରେ ঝামু যাত্রা মুহি দেখি গালি ধরে ওড়াইলে গো পথারে আরে ঝিয়া ତୁ ଯାତ୍ରା ଦେଖିଲେ ତୋ ପଛେ ପଛେ ଗୋଡେଇ ଗୋଡେଇ ଯାତ୍ରାକୁ ଗଲା ନାଇଁ ରେଡି ଆଇସ୍କ୍ରିମ ଖାଇବାକୁ ଦେଇଥାନ୍ତା ଗୁପଚୁପ ଦହିବରା ରସଗୋଲା ଦେଇଥିଲି ନା ତମେ ଗୋଡେଇ ଗୋଡେଇ ଯାତ୍ରାକୁ ବି ପଳଉଛ ନା ଏରା ପାଣ ପୁରୁ ପରମ୍ପରା ମୁଁ ପଛ ପଛ ଗୋଡଉଛି ଆଉ ତ ଛିଟୁକୁଛ କାହିଁକି ଏଇଠି ଆଉ କିଛି ପ୍ରମାଣ ଦବ ନା ନେଇକି ଯିବ ଅଛି ନା ଅଛି ଏ ମଗୁଆଣି ପାଣି ବରସି ଥିଲା ନୂଆ ବୋହୁ ଭାତ ପରସି ଥିଲା ଖାଲ ବିଲ ନୂଆ ଚାଷ ଅକାଳ କୁହୁଡି ଘଟଣା ଭାତ କରିଦେଲା ମତେ ନାଶ ଦୁର୍ଦଣ୍ଡିନୀ ଦଣ୍ଡନ ମୋର ଦମ୍ଭହରଣା ଦୁର୍ଦଣ୍ଡିନୀ ଦଣ୍ଡନ Hey, Marona!
ଫାଲଗୁନ ମାସ ମଉସା ଦୋଳ ଯାତ୍ରା ସମୟ ଆମ୍ବ ଗଛରେ ପତ୍ର କଅଁଳି ଥିବ ଆମ୍ବ ବଉଳ ହେଇଥିବ ପତ୍ର ଓହାଳରେ କୋଇଲି କୁହୁ କୁହୁ ରାବ ଗାଉଥିବ ବୁଝିଲୁ କି ପ୍ରେମର ଅବିର ରଙ୍ଗ ଫଗୁଣରେ ଲାଗିଥିବ ଏଇ ତ ଲାଗୁଛି ଆଉ ଅଛି ନା ତମେ କେମିତି ଜାଣୁଛ ଏତେ କଥା ନ ଜାଣିକି ମୁଁ ଏଇ ଜାଗାରେ ବଇଛି ମଉସା ହଁ ତାହେଲେ ମୁଁ କହିବି ଦେଖି ହଉ ତାହେଲେ କହୁଛି ହଁ ଫାଲଗୁନ ମାସରେ ଦୋଳ କମିन्छ ତୁଜ ବାଡ଼ି କାହାକୁ କହିବି ଆଉ ଘରର ଘରଣୀ ପଛକୁ ଯାଉ ପର ଘର ଦିନ ଯାଉ ମଉସା ଯୋଗୀ ପଣ ୟାର ଖାଉଲ ମଉସା ଯୋଗୀ ପଣ ୟାର ଖାଉ ମତେ ଧରି କରି ଘରକୁ ଯାଉଲ ଚୁଲା ମୁড়ି ଫିଙ୍ଗି ଏଇଠି ଯୋଗୀ ପୁଅ ହଁ ଝୁଲାମୁଣି ଫିଙ୍ଗି ଦେଇ ହଁ। ତାକୁ ଘରକୁ ନେଇକି ଯିବାକୁ କହୁଛି ଏତେ ସହଜରେ ତାହେଲେ ଆହୁରି ଅଛି କହିବ ସିନା ଚୈତ୍ର ମାସ କଥା ଅଛି ତାହେଲେ ଆହୁରି ଆଉ ମାସ ଯାକ ପରିଶ୍ରମ କରିକି ଆମ ଠାକୁରଙ୍କ ବିଷୟ କାମ ଛାଡି ଦେଇ ଦେଖି ତାହେଲେ କହିବି ନା ଏ ଚୈତ୍ର ମାସରେ ଚୈତି ଘୋଡା 13 ଦିନ ହୁଏ ଝାମୁଆ ଖେଳା ଆସ କିଏ ଯିବ ଦେଖି ଏ ଚହଟି ଚମ୍ବର ଚାତୁରୀ ଭାଙ୍ଗି ମାରି ଦେଉଥାଏ ଆଖି ଦାଦା ଫେରି ଯାବ ବାସୁଆରେ ଶମ୍ଭୁ ରାଜା ଦାଦା ଫେରି ଯାବ ଦେବତୀ ଛୁତାର ଦଶ ଦେବତୀ ଛୁତାର ଜିତ ହରଦା ଦାଦା ଫେରି ଯାବ ଝିଅ ଆଉ କିଛି ପ୍ରମାଣ ଅଛି ଏଇଥର ନେଇକି ଯିବେ ଅଛି ଆଉ ପ୍ରମାଣ ଏଇଟା ଲାଷ୍ଟ ପ୍ରମାଣ ଅଛି ଆଉ ନା ବୈଶାଖ ମାସ ଝିଅ ହଁ ଭୀଷଣ ଖରା ହଁ ମୁଣ୍ଡ ଝାଇଁ ଝାଇଁ ହବ ପେଟ ଗରମ ହବ କହିଲ ପାଣି ଅଛି କାହିଁ ଗ୍ଲୁକୋନ ଡି ଧରିକି ଆଇଲୁନୁ ହଁ ହଁ ଅଛି ଅଛି ଦେଖି ଦେଖି ବୈଶାଖ ମାସରେ ତପତ ଖରା ମୁଣ୍ଡରେ କଣ ପାଖରେ ଖରା ମୁହଁ ଯାଉ ଖାଇ ଦିଅ ଦର୍ଶନ କାଳେ ନାଗର କେତେ ଜଣ ଥିଲେ ସାଥୀ ମଉସା ଲାଗିଥିଲା ଧାନ ପୁରାଲ ମଉସା ଲାଗିଥିଲା ଧାନ ପୁରା ସପତମୀ ଦିନ ପଡ଼ିଲେ ଦିନାର ଦେଇଥିଲେ ଫୁଲ ଗୁଡ଼ା ଏ ଯୋଗୀ ପୁଅ ହଁ ଆଉ ପ୍ରେମର ସନ୍ତକ ରୂପେ ଫୁଲ ଗୁଣା ଦେଇଛ ଯୋଉଟା ତା ନାକରେ ଏବେ ବି ଅଛି ଆହୁରି ଦେଖିଲେ ବାର ହାତ ଛିଟି ଏ ତମେ ଚିହ୍ନି ପାରୁଛ ନା ଚିହ୍ନି ପାରୁନ କଣ? ଆମେ ପରା ଯୋଗୀ ଭିକ୍ଷା ଲୋକ ହଁ। ଆଉ ଅଳଙ୍କାର ପାଇବୁ କୋଉଠୁ ପଇସା ଆଣିବୁ କୋଉଠୁ ଏଇଠି ହଁ ପଇସା ସିନା ଦୁର୍ବଳ ଗୁଣ କିନ୍ତୁ ପ୍ରବଳ ବୁଝିଲ କି ହଉ ଏତିକିରେ ନେଇକି ଯିବ ନା ଆଉ କିଛି କହିବ ଅଛି ନା ଅଛି ଆହୁରି ହଁ। ବେଗି ବେଗି ଶେଷ କର ଏ ଜ୍ୟେଷ୍ଠ ପୂର୍ଣ୍ଣମାରେ ହେମାଳ ଜାତ ଭିଡ଼ ଗହଳିରେ ଧରିଲୁ ହାତ ଉଠରେ ମାଇଲି ଶିଖି ସାଙ୍ଗସାଥି ଛାଡ଼ି ମୋ ପଛ ଧରିଲୁ ନଈ କୂଳେ ଭେଟା ଭେଟି ସଖୀ ମୁଦା ଉଚିଲୋ ହବଳା ସଖୀ ମୁଦା ଉଚି ଦିନକୁ କଣ ମୁଁ କରିছিল କଣ ମୁଁ କରିଛି କେତେ ମନ ବଳିଛି
କିନ୍ତୁ ଗୋଟେ କଥା ଟିକେ ରହିଗଲା ଆଉ କି କଥା? ଯାହାହେଲେ ଯୋଗୀ ପୁଅ ତ ମନ ବଳିଛି ଟିକେ ପୁରୀ ଧାମ ଯିବ 15 ଦିନ ତୀର୍ଥ କରିବ 15 ଦିନ ପରେ ଆସିଲେ ତତେ ନେଇ ଘରକୁ ଯିବ ଏତେ ଦିନ ଅପେକ୍ଷା କଲି ହଁ। 13 ଦିନ ପଛରେ ବୁଲିଲି ହଁ। ଆହୁରି ଅପେକ୍ଷା କରିବି ଆଉ କେମିତି ହବ ନାଇଁ ସାଙ୍ଗରେ ଯିବି ସାଙ୍ଗରେ ଯିବ ସାଙ୍ଗରେ ଯିବି ଯେ ହଁ। ଆଜି ଲାଷ୍ଟ ଦିନ ତ ହଁ। ସାଙ୍ଗରେ ଯିବି ଠାକୁରଙ୍କୁ ମତେ ଡାକିକି ଯିବି ଡାକିକି ଯିବି। ବାନାମାନଙ୍କ ଆଶୀର୍ବାଦରୁ ପାଇଲି ନା ହଁ। ସେଥିପାଇଁ ସିଦ୍ଧ କର ମୋର ହୃଦର ବେଦନା ହେ ସମସ୍ତ ନାମୀ ତବ ନାମ ବହି ବନ୍ଦନା କରିଛି ମତଲ ଆଦ୍ୟ ପ୍ରାନ୍ତ ଶିବ ଉମା ଆଚ୍ଛା ବଇଲା ଆଦ୍ୟ ପ୍ରାନ୍ତ ଶିବ ଉମା ଅଧୀର ହେଲା କି ଦେଉଳେ ରହିଲ ଭକ୍ତ ବା କେତେ ଡାକିବ ବଡ଼ ପ୍ରଭୁ ବୋଲି ଆଶା କରିଥିଲି ଏବେ ଜଳେ କି ଭସାଇ ଦେବ ଆଚ୍ଛା ବଇଲା ଜଳେ କି ଭସାଇ ଦେବ ଶିବ ବା ମାଉମା ଦୋଷ କର କ୍ଷମା ଡାକେ ମଣିମା ମଣିମା ତବ ନାମ ବଢି ବନ୍ଦନା କରୁଛି ମାତଲ ଆଦ୍ୟ ପ୍ରାନ୍ତ ଶିବ ଉମା ଆଚ୍ଛା ବଇଲା ଆଦ୍ୟ ପ୍ରାନ୍ତ ଶିବ ଉମା ପିତା ଚିତେ ଦେଇ ରଘୁନାଥ କହି ଡାକେ ମଣିମା ମଣିମା ତବ ନାମ ବଢି ବନ୍ଦନା କରୁଛି ମଙ୍ଗଳ ଆଦ୍ୟ ପ୍ରାନ୍ତ ଶିବ ଉମା ଆଚ୍ଛା ବଇଲା ଆଦ୍ୟ ପ୍ରାନ୍ତ ଶିବ ଉମା ମଉସା, ସେ କୋଉଠିକି ତୀର୍ଥ କରିବାକୁ ଯିବେ କି ଇଏ ଯୋଉ ଟିକେ ପୁରୀ ଧାମ ବୁଝିଲୁ କି ପୁରୀ ଆମର ଯୋଉ 4 ଧାମ ଅଛି ହଁ। 4 ଧାମରୁ ପୁରୀ ଗୋଟେ ଧାମ ହଁ ଯେତେ ତୀର୍ଥ କଲେ ମଧ୍ୟ ଯଦି ପୁରୀ ଧାମ ନ ଯାଇଛି ତା ତୀର୍ଥର କିଛି ଲାଭ ନାହିଁ ତେଣୁ ସେ ଟିକେ ମନ ବଳେଇଛି ପୁରୀ ଯଦି ତୀର୍ଥ କରିକି ଆସିବ ଆଉ କାହିଁ ପୁରୀରେ କଣ ଅଛି ଯାହା ଏଇଠି ନାହିଁ ତୋ ପାଖରେ ଅଛି ସକଳ ତୀର୍ଥ ଅଛି ତୋ ପାଖରେ ସକଳ ତୀର୍ଥ ଅଛି ସକଳ ତୀର୍ଥ ଅଛି କଣ କହୁଛୁ ଏବେ ହଁ ମଉସା ଦେଖି ଦେଖି କହିଲେ କି ତାହେଲେ କହିବି ତୀର୍ଥ କରିବା ବି ଅର୍ଥ ଲ ମଉସା ତୀର୍ଥ କରିବା ବି ଠାରେ ଅଛି ଅମୃତ ଥାଲ କହେ ରଘୁନାଥ ରସ ଏଇଠି ଯୋଗୀ ପୁଅ ହଁ ଆଉ ପୁରୀ ଧାମ ଯିବା ଦରକାର ନାହିଁ ତୀର୍ଥ କରିବା ପାଇଁ ହଁ। ତାଠାରେ ଅପୂର୍ବ ତୀର୍ଥ ଅଛି ତାକୁ ନେଇକି ଘରକୁ ଯା ଘର ଭିତରେ 2 ଜଣ ଯାକ ବସି ତୀର୍ଥ କରୁଥିବ ତା ପାଖରେ ଥାଉ କି ନଥାଉ ହଁ। ଦେଖିଲାଣି ଓଳିଆ ଓଳା ହେଲାଣି ହଁ। ଏଥର ନେଇକି ଯିବା ହାରି ତଥାପି ଆଜି ରାତ୍ର ଶେଷ 13 ଦିନ ତ ଶେଷ ଆଉ ଛାଡିଲେ ହବନି ନାଇଁ, ଏ ବହୁତ ପରିଶ୍ରମ କଲାଣି ବାଣପୁର ସହ ବୁଲି ବୁଲିକା ହଁ, ହଁ। ନେଇଯିବା ଆଉ ନେଇଯା। ଏଇଠି ହଁ ସତରେ ଯିବାଟି ଯିବି ନା ଆଉ ବାଟରେ କୁଆଡେ ବୁଲିକି ପଳେଇବନି ତ ନାଇଁ ଯିବି ସାଙ୍ଗରେ ଆଜି ସତରେ ହଁ ନଘେନିବ ଆମ ତ ସହେ ସୁତମେ ନଘେନିବ ଆମ ତ
পকাইব রাত্র দিবস হে রাত্র দিবস হে ভাবি কহে বাঁকা ভাষা এইটি আস আস ଯିବା ପଞ୍ଚସ୍ତ ନାଟକର ଧରିଆ ରୋଲରେ ମୁଗ୍ଧ ହୋଇ କୁମଣ୍ଡା ନିବାସୀ କାହ୍ନା